କ୍ଷୀର ସାଗର ସମ୍ଭବା କ୍ଷୀର ସାଗରରୁ ସମ୍ଭବ ହେଇଥିଲେ କିଏ ସେ 14ଟା ଜିନିଷ ବାହାରିଥିଲା ଲକ୍ଷ୍ମୀ କାଳିକା ପ୍ରକାଶୁରା ଘନମ୍ ଗରିତମ୍ ରମା ସେ 14 ଜିନିଷ ଭିତରେ ପ୍ରଥମେ ବାହାରିଥିଲେ ନା ଲକ୍ଷ୍ମୀ କ୍ଷୀର ସାଗର ସମ୍ଭବା ଲକ୍ଷ୍ମୀ ଠାକୁରାଣୀ ଠିଆ ହେଇଗଲେ ଯେତେବେଳେ ପ୍ରଭୁ ଜଗନ୍ନାଥ ନାରାୟଣ ତାକୁ ପ୍ରାପ୍ତି ଏଇ ନେବାକୁ ଯେତେବେଳେ ବାହାରିଛନ୍ତି ଲକ୍ଷ୍ମୀ ସର୍ତ୍ତ ରଖିଲେ ପ୍ରଭୁ ଦେବତା ଆଉ ରାକ୍ଷସ ମାନଙ୍କର ସମୁଦ୍ର ମନ୍ଥନ ହେଲା ପ୍ରାପ୍ତ ବାହାରିଲା ପ୍ରଥମେ ଆପଣ ମତେ ନଉଛନ୍ତି କେତୋଟି ସର୍ତ୍ତ ଆପଣ ରଖିବେ ଜଗନ୍ନାଥ ନାରାୟଣ କହିଲେ ଲକ୍ଷ୍ମୀ ତମେ କ୍ଷୀର ସାଗରରୁ ବାହାରିଲ ତମେ ଦେବ ଭୋଗ୍ୟ ମୁଁ ସ୍ୱୟଂ ଅନ୍ତର୍ଯାମୀ ନାରାୟଣ ତମର ପ୍ରାପ୍ତ ହେବା ଦାୟିତ୍ୱ ମୋର ଲକ୍ଷ୍ମୀ କହିଲେ ମୁଁ ଆପଣଙ୍କ ସାଙ୍ଗରେ ଯିବି ଆପଣଙ୍କ ଧର୍ମପତ୍ନୀ ହେଇ ରହିବି ଆପଣ ମତେ କଥା ଦିଅନ୍ତୁ ଯାହା ମାଗିବେ ମୁଁ ଯାହା ମୁଁ ମାଗିବି ଆପଣ ଦେବେ କ୍ଷୀର ସାଗର ସମ୍ଭବା ହେ ଧନ କ୍ଷୀର ସାଗରରୁ ସମ୍ଭବ ହୋଇଥିବା ଲକ୍ଷ୍ମୀ ଜଗନ୍ନାଥଙ୍କୁ ସତ୍ୟ କରିଲେ ପଞ୍ଚଜନ ସଖରେ ଜଗନ୍ନାଥ ଜଳପୂର୍ଣ୍ଣ କଲେ ସତ୍ୟଂ ଗବ୍ରିଂ ସତ୍ୟ ପ୍ରଦାନ ଜଗନ୍ନାଥ 3 ଥର ସତ୍ୟ କରି ସାରିଲା ପରେ ଚାରି ଯୁଗରେ ଆଜ୍ଞା ଜଗନ୍ନାଥ ଅଛନ୍ତି ସତ୍ୟ ତ୍ରେତୟା ଦ୍ୱାପର କରି 4 ଯୁଗରେ ଜଗନ୍ନାଥ ଅଛନ୍ତି ଜଗନ୍ନାଥ ସତ୍ୟ କରି ସାରିଲା ପରେ ଲକ୍ଷ୍ମୀ ଠାକୁରାଣୀ ସେଦିନ ବର ମାଗିଲେ ସତ୍ୟ ତୁମେ କବି ପିତାମ୍ବର ପ୍ରିୟା ବ୍ରହ୍ମାଣ୍ଡ ଠାକୁର
ବାହାରିଛ ତମ ଭାଇ ହେଲା ଜଗତର ନାମୁ ତମେ ହେଲା ଜଗତର ନା ତମ ଗର୍ଭରୁ ପିଲାଟା ଜନ୍ମ ହବନି ଆଉ ଦ୍ୱିତୀୟ ବର କଣ ଭାବୁଛ ଲକ୍ଷ୍ମୀ ହସିଲେ କହିଲେ ପ୍ରଭୁ ये दुनिया रे गोटे नियम अछि स्वामी मरि गले ता स्त्री विवाह हुए संख्या भांगी दिए सुंदर निभे दिए आपण पड़ी जुआ मानवीय राखिए ये 14 वर्ष 12 वर्ष 19 वर्ष जोड़ा सर पड़िबो ସନ୍ତାନ ଜନ୍ମ ଦେବା ବାଟଟା କଣ କରିଦେଲେ